ଶୀତୁଆ ସକାଳୁ ହଷ୍ଟେଲର ଗେଟ୍ରୁ ସିଧା ବାହାରିଯାଏ ଝୁନି ମାଉସୀର ଷ୍ଟଲ୍କୁ। ଗରମ ଗରମ ଘୁଗୁନି ସହ ତା ହାତ ତିଆରି ଇଟିଲିରୁ ପେଟେ ଖାଇବାକୁ। ଖାଇବା ଭିତରେ ମାଉସୀ ବୋଧେ 10 ଥରରୁ ଅଧିକ ତରକାରୀ ଯାଚାଏ। କହେ, ସକାଳୁ ପେଟେ ଖାଇଦେ ଯେ ଦିନ ସାରା ଭୋକ ଲାଗିବନି ତତେ। ମାଉସୀକୁ ଭଲରେ ବୋଧେ ଦେଖାଯାଏନି। ପଇସା ଦେଲା ପରେ ମୁଁ ତାକୁ ଗଣିବାର କେବେ ଦେଖିନି। କେତେଥର କହିଛି, ମାଉସୀ କଥାରେ ପରା ଅଛି, ପାଣି ପିଇବ ଛାଣି ପଇସା ନବ ଗଣି। ମାଉସୀ କୁହେ, ଆରେ ଘର ଛାଡି ବିଦେଶରେ ପାଠ ପଢୁଛ, ମୁଁ ପଇସା ରଖି କଣ କୋଠା ବାଡେଇବି? ଏଇଠି ପରା ଦୋକାନ କରି ମୁଁ ବୁଢୀ ହେଲିଣି। କିଏ କହେ ମାଉସୀର ତରକାରୀରୁ ପୋକ ବାହାରିଲାଣି ତ, କିଏ କହେ ମାଉସୀ ଆଜିକାଲି ଇଟିଲି ଭାରି ଟାଣ କଲୁଣି। ମାଉସୀର ନୀରବତା କିନ୍ତୁ ବତେଇ ଦିଏ ତା ବୟସ ଆଉ ତା ସାଥ ଦଉନି। କେବେ ପୁଅ ଝିଅ କି ସମ୍ପର୍କୀୟଙ୍କୁ ତା ଦୋକାନକୁ ଆସିବାର ଦେଖିନି, କି ତାକୁ କେବେ ତା ବିଷୟରେ ପଚାରିବାକୁ ସମୟ ବି ପାଇନି। କିନ୍ତୁ ମାଉସୀର ସେ ସକାଳର ଜଳଖିଆର ସ୍ୱାଦଠୁ ଅଲଗା ତା ଆପଣାପଣକୁ ଏତେ ବର୍ଷ ପରେ ବି ଭୁଲି ପାରୁନି। ସେଦିନ ଜିନିଷପତ୍ର ଲଦିକୁ ହଷ୍ଟେଲରୁ ଛାଡିଲା ବେଳେ ଦେଖିଲି ମାଉସୀ ଦୋକାନ ଖୋଲିଲାଣି। ସେଦିନ ମାଉସୀ କହିଲା, ଆଜି ଶେଷ ଦିନ, ମତେ ପଇସା ଦବୁନି। କିନ୍ତୁ ବେଳେ ବେଳେ ମତେ ମନେ ପକେଇବାକୁ ଭୁଲି ବି ଯିବୁନି। ନିଜର ନ ହୋଇକି କେଜାଣି କାହିଁକି ସେଦିନ ଆଖିରେ ଲୁହ ଜକେଇ ଆସିଲା। ସତରେ ଏବେ ବି କିଛି ଏମିତି ଲୋକ ଅଛନ୍ତି ଯାହାଙ୍କୁ କେବେ ଭୁଲି ହୁଏନି, କେବେ ଭୁଲି ହୁଏନି।